ଅଧିବାସୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଆମେ ପ୍ରସ୍ତୁତି ବୈଠକରେ ବସିଛନ୍ତି। ହୁଏତ ଆମେ ଯେଉଁ ପ୍ରସ୍ତୁତି ବୈଠକଟା ବସିଛନ୍ତି এটা ଆମକୁ ଗୋଟେ ବିଶେଷ ଆଗ୍ରହୀ ଥିବା ଲୋକ ଜଣେ ଅଖୁରା ନୁହେଁ ଯେ କି ଆମକୁ ବସେଇ ଦେବାକୁ ଯାଇଛନ୍ତି, ବସେଇ ଦେଇକି ଯାଇଛନ୍ତି ଯେ ଆମେ ବର୍ତ୍ତମାନ ସମସ୍ତ ଜଣଙ୍କର ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ କି ପ୍ରତ୍ୟେକ ମଣିଷ ମୋ ପାଖକୁ ନ ଆସିକି ନିଜେ ଯାଇକି ସବୁ କାମ କରିପାରିବେ। ତାହେଲେ ମୁଁ ଯେତେବେଳେ ବି ଯାଏ ସଦାବେଳେ ମ୍ୟାକ୍ସିମମ୍ ଟାଇମ୍ ତା ପାଖରେ ରହିଲେ ମୋ କତିକି ଆସିବାର କିଛି ଆବଶ୍ୟକ ଯେମିତି ନ ପଡ଼ିବ ସେଭଳିଆ କାମ ଯୋଗାଇ କରିବ। ତମର ଇଚ୍ଛା ଯାହା ସେୟା ହବ। କାହିଁକି ନା ତଳଠାରୁ ଉପର ପର୍ଯ୍ୟନ୍ତ ସବୁ ମହଲର ସମସ୍ତଙ୍କୁ ଇଭିନ୍ ସୁକେଶ ଭାଇ ଅଛନ୍ତି, କଲ୍ୟାଣ ବାବୁ ଅଛନ୍ତି, ରବୀନ୍ଦ୍ର ନାୟକ ଅଛନ୍ତି, ପରମେନ୍ଦ୍ର ଅଛନ୍ତି। ସିଏ ଗଲା ପରେ ବି ସୁଦ୍ଧା ଆମେ ଏପର୍ଯ୍ୟନ୍ତ ଅନୁଭବ କରିନାହାନ୍ତି ଯେ ଆମକୁ କଥା ଖଣ୍ଡିଆ କରିକି ଯାଇଛି। ଆମ କଥା କେହି ନା କେହି ଜଣେ ଶୁଣୁଛି ତାର ଅନୁପସ୍ଥିତି ସମସ୍ତେ ପ୍ରାୟ ଅନୁଭବ କରିଥିବେ। ଯାହା ବି ହଉ ତାଙ୍କର ଗୋଟେ ମହତ ଉଦ୍ଦେଶ୍ୟ, ବଡ଼ ଉଦ୍ଦେଶ୍ୟ ଥିଲା। ତାକୁ ଯଦି ଆପଣମାନେ କୌଣସି ଗୋଟେ କଥା କହିବେ, ମୁଁ କେତେଥର ଦେଖିଛି ଯେ ଇଏ ଭାଇ ଆମର ଯାଇକି ପୂଜା ଅମୁକ ଜାଗାରେ ସେ ରାସ୍ତାରେ ବ୍ୟସ୍ତ ହେଉନା, ଏଇଥରକ ଆସିଲେ ଆଥର ବେଳକୁ କରିଦେବା। ଏମିତି କଥା ସେ କହିକିରି ବହୁ ଲୋକଙ୍କୁ ବାନ୍ଧିକି ରଖିଛି। କୌଣସି ଲୋକ ସେ କେବେ ଫେରାଏ, କୌଣସି ଲୋକଙ୍କୁ ସେ କେବେ ଫେରେନି ମୋ ଦେଖିବା ଭିତରେ। ତେଣୁ ଆଜିର ଯେଉଁ ପ୍ରସ୍ତୁତି ବୈଠକ ହୁଏତ ସିଏ ଥିଲେ ଅଲଗା ପ୍ରକାର ହେଇଥାନ୍ତା, ଅଲଗା ଢଙ୍ଗରେ ହେଇଥାନ୍ତା। ସେ ତେଣିକି ବର୍ତ୍ତମାନ ଦଳ ଜିତୁ ବା ନ ଜିତୁ ସିଏ କଥା ଅଲଗା କଥା। ପଞ୍ଚାୟତର ପ୍ରତ୍ୟେକ ଲୋକ ପ୍ରତ୍ୟେକ ସୁବିଧା ପାଇବେ, ଏଇ କଥାକୁ ନେଇକିରି ସିଏ ଗତ ବର୍ଷର ମୁଗ କଥା, ମୁଗ ଏପର୍ଯ୍ୟନ୍ତ ଆମେ ପାଉନାହାନ୍ତି, ସିଏ ଥିଲେ ଅଲଗା ପ୍ରକାର ହେଇଥାନ୍ତା। କିଛି ନା କିଛି ଗୋଟେ ବ୍ୟବସ୍ଥା କରିଥାନ୍ତା। ତେଣୁକରି ଆମର ସ୍ଥିତି ଯାହା ସେ ରଖିଦେଇଯାଇଛି, ମୋର ମୁଖ୍ୟ ଅନୁରୋଧ ତାକୁ ହିଁ ମନେ ପକାଇକି ଆମେ ଜଣେ ଅଖୁରା ବୋଲି ଭାବିକି ଆମେ ସେଠି ଉପସ୍ଥିତ ହେବା ନିହାତି ଆବଶ୍ୟକ। ଉପସ୍ଥିତିର କାରଣ ହେଉଛି ଏମାନେ ଜାଣିବେ ଯେ ଅଖୁରା ରଖିଲେ ବି ସୁଦ୍ଧା ତାର କର୍ମକୁ ଆମେ ସମର୍ଥନ କରୁଛୁ। ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ଏପର୍ଯ୍ୟନ୍ତ ସମସ୍ତେ ଦଳ ବଦଳ କରିସାରିଲା ପରେ ବି ସୁଦ୍ଧା ସେମାନଙ୍କର ସ୍ଥିତି ଠିକ୍ ନାହିଁ। ସେମାନେ ନିଜ ସ୍ଥିରତାକୁ ରକ୍ଷା କରିପାରୁନାହାନ୍ତି। ବର୍ତ୍ତମାନ ସରକାର ତାଙ୍କ ହାତରେ ଥାଇକି ବି ସୁଦ୍ଧା ଆମର କାମ କିଛି ହେଇପାରୁନି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଧାମନଗର ନିର୍ବାଚନ ମଣ୍ଡଳୀର ସବୁ ପଞ୍ଚାୟତକୁ ପଇସା ଯାଇଛି, କେବଳ 2ଟା ପଞ୍ଚାୟତ ଏପର୍ଯ୍ୟନ୍ତ ପଇସା ଆସିପାରୁନି। ବ୍ଲକ ପଇସା ଦେଇକି ସେ ହେଉଛି ବର୍ଷାଇ ଗୋଟେ ପଞ୍ଚାୟତ। ସମସ୍ତେ କହୁଛନ୍ତି ଆମର କାମ ହଉନି, କାମ ହଉନି, କାମ ହଉନି। ପଇସାଟା ଆସିବା ପାଇଁ ତରିକା ହଉନି। ଇଏ ତ ଆଗକୁ ଏମିତି ଭାବରେ ବାନ୍ଧିକି ରଖିଛନ୍ତି ଯାହାଫଳରେ ବି କାମ କରେଇଦେବା ନାହିଁ ବୋଲି ଏଠି କାହିଁ ତା କାରଣ ହେଉଛି। ତା କାରଣ ହେଉଛି ସେମାନଙ୍କର ନେତା ଟୋଟାଲ ନିଜ ଭିତରେ ଏତେ ଆପୋଷ ଭିତରେ ଯୁଦ୍ଧ ଲାଗିଛନ୍ତି ଯେ କି ଏକ ପଇସା ଦେଲେ ଏମାନେ କିଏ କୁଆଡ଼େ ଦେବେ ଏଟା ଠିକ୍ ନାହିଁ। ତେଣୁ ସେ କଥା ଅଲଗା କଥା। ବର୍ତ୍ତମାନ ଆମେ ଯେଉଁ ପ୍ରସ୍ତୁତି ବୈଠକରେ ବସିଛନ୍ତି, ହୁଏତ ମୋବାବୁ କହିବେ ସେ କ'ଣ କେଉଁ ସମୟରେ କ'ଣ କ'ଣ କରିବେ, କ'ଣ କ'ଣ ନାହିଁ। ଆମର ମୁଖ୍ୟ ଲକ୍ଷ୍ୟ ରହିବା ଦରକାର ଯେ କି ଆମେ ସମସ୍ତେ ଠିକ୍ ସମୟରେ ଉପସ୍ଥିତ